न चलिला एक रथे চরুথিলা বেনি চকে রথ ন চলিলা সপ্তদীপা মহি অনল চলতে সপ্তদীপা মহি ভক্ত ভাবতু বান্ধিছ শূন্য ভেড়া তাহে চকা ডলা ଗୁରୁ କହିଲେ ଗଣେଶରେ ଏକ ଚକେ ରଥ ଚଳୁଥିଲା ପେନି ଚକ ହେଲା ନ ଚଳିଲା ଶପଥ ସାଗର ଅନଳ ଜଳୁଛି ତୈଳ ପଡ଼ନ୍ତି ନିଭିଗଲା। ଆର ଅର୍ଥ କିପରି ଆସିବ? ଆଜ୍ଞା ଦିନେ ନାରଦ ଦିଗ ଭ୍ରମଣକୁ ବାହାରିଲେ। ଯାଉ ଯାଉ ବାଟରେ ଦେଖିଲେ ପାର୍ବତୀ ଗୋଟେ ଫୁଲ ବଗିଚାରେ ଫୁଲ ତୋଳୁଛନ୍ତି। ସେଠି ନାରଦଙ୍କର ଦୃଷ୍ଟି ପଡ଼ିଗଲା। ନାରଦ ଭାବିଲେ ଆଜି ଦେବଦେବୀଙ୍କର ଟିକେ ନାଟ ଟିକେ ଦେଖିବା ବୋଲି ପହଞ୍ଚି ଗଲେ ଫୁଲ ବଗିଚାରେ। ନାରଦ ପଚାରିଲେ ମତେ ଫୁଲ କାହା ପାଇଁ ତୋଳୁଛ? ପାର୍ବତୀ କହିଲେ ନାରଦ ତୁମେ କଣ ପାଗଳ ହେଇଗଲ ନା କଣ? ଏ ଫୁଲ ପୁରା ଦେବଙ୍କର ପୂଜା କରିବା ପାଇଁ ତୋଳୁଛି। ନାରଦ କହିଲେ ହଁ ପୂଜା କର ମାତ୍ର ସେ ଦେବ ତୁମକୁ ଦିନେ ସ୍ତ୍ରୀ ବୋଲିକି ଭାବୁନାହାନ୍ତି। ତମେ ପୂଜା କର। ନାରଦ ମୁଖରୁ ଶୁଣି ଶଙ୍କାର ଘରଣୀ କ୍ରୋଧ ମୋର ହୋଇଣ ଯେ କାହୁ ଶଙ୍କିବାଣୀ। শ্রীরাম জয় রাম জয় জয় রাম 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 କହିଲେ ନାରଦ ମୁଁ ପରା ଯୁଗେ ଯୁଗେ ତାଙ୍କର ଅର୍ଦ୍ଧାଙ୍ଗିନୀ ହୋଇ ଆସିଅଛି ତୁମେ କଣ ରଖିଛ ବୋଲି କହୁଛ? ନାରଦ କହିଲେ ତେବେ ଆପଣ ଯାଇ ଦେବଙ୍କୁ ପଚାରନ୍ତୁ ଆପଣ ଥାଉ ଥାଉ ସେ କାହିଁକି 7ଟା ନାରୀ ମୁଣ୍ଡମାଳ ପିନ୍ଧିଛୁ। ଯଦି ଏ ବିଷୟ ତୁମକୁ ସେ କହିଦେବେ ତାହେଲେ ତୁମେ ତାଙ୍କର ସ୍ତ୍ରୀ, ନହେଲେ ରଖିଥା। ରାଗେ ଜର ଜର ହୋଇ ଶିବା ଆଗେ ଶିବା শ্রীরাম জয় রাম জয় জয় রাম শ্রীরাম জয় রাম জয় জয় রাম ଶଙ୍କର କହିଲେ ଦେବୀ ଏ କଣ କହୁଛ? ତୁମେ ପରମର ଯୁଗେ ଯୁଗେ ଅର୍ଦ୍ଧାଙ୍ଗିନୀ ହୋଇ ଆସିଅଛ, ଆଜି ଏପରି କଣ କହୁଛ? ତେବେ ତାହେଲେ ପ୍ରଭୁ କୁହନ୍ତୁ ମୁଁ ଥାଉ ଥାଉ ଆପଣ ଏ 107ଟା ନାରୀ ମୁଣ୍ଡମାଳ କାହିଁକି ପିନ୍ଧିବେ ଆଉ କାହାକୁ ଜପ କରୁଛ? ଶିବ କହିଲେ ଓ ଏଇ କଥା। ତେବେ ଶୁଣ ପାର୍ବତୀ ଯୁଗ ଯୁଗ ଧରି କେତେ ଯୁଗ ବିତିଗଲାଣି ତୁମର ଭଳି 107ଟା ପାର୍ବତୀ କଲେଣି। ତେଣୁ ସେମାନଙ୍କୁ ଭୁଲି ନ ପାରି ତାଙ୍କର ମୁଣ୍ଡ ଗୁଡାର ମାଳା କରି ପିନ୍ଧିଛି। ଏକା ଶିବ ଅଛନ୍ତି କେତେ ପାର୍ବତୀ ପଳେଇଗଲେଣି। ତେଣୁ ସେମାନଙ୍କୁ ଭୁଲି ନ ପାରି ତାଙ୍କ ମୁଣ୍ଡ ଗୁଡାର ମାଳା କରି ପିନ୍ଧିଛି।
ଆଜ୍ଞା ଏହା ହେଉଛି ଆମର 54 ଅକ୍ଷର ଜପ। ଆମେ ଯେତେବେଳେ ସନ୍ଧ୍ୟା ସମୟରେ ଜପ କରୁଛନ୍ତି, ଅକ୍ଷର ଜପ କଲେ ଯିବ 54 କିନ୍ତୁ ଆସିବ 53। ଏହି ପ୍ରକାର ହିସାବ କଲେ ହେବ 107। ମୂଳ ଅକ୍ଷରକୁ ମିଶେଇଲେ ହେବ 108 ଜପ। ତେବେ ପ୍ରଭୁ କାହାକୁ ଜପ କରୁଛ, କାହାକୁ ଜପ କରୁଛି କହିବ? କାହିଁ କହିବନି? ଗଣେଶକୁ କହିବ ନାହିଁ, କାର୍ତ୍ତିକକୁ କହିବ ନାହିଁ, ମତେ କୁହନ୍ତୁ ନାହିଁ, କାହିଁକି କହିବନି? ପାର୍ବତୀ ଲକ୍ଷିଣାଞ୍ଚ ନଦୀନାଞ୍ଚ ଶୃଙ୍ଗିନା ଶସ୍ତ୍ର ପ୍ରାଣୀନା ବିଶ୍ୱାସହୀନ କର୍ତ୍ତବ୍ୟ ଶ୍ରୀରାଜ ଫଳେଶୁଚ। ଲକ୍ଷ ନଦୀ ପୁଣି ସିଂହ ଥିବା ଯିବ ଫଳ ବା ଶ୍ରୀରାଜଙ୍କୁ ବିଶ୍ୱାସ ମିଳୁଛି। ଏହିପରି ଏ ନଖ ଯାହାର ଅଛି, କାହାର ଅଛି? ବିଲେଇ ଭାଲୁ ଏମାନଙ୍କ ପାଖକୁ ଯଦି ଯିବା ସେମାନେ କଣ କରିବେ? ଆମକୁ ଆମର କ୍ଷତି ହବ କି ନାହିଁ? ଲକ୍ଷ ନଦୀ ଚତୁର୍ମାସରେ ଅତିରିକ୍ତ ବର୍ଷା ହୋଇ ନଦୀ ନାଳରେ ପାଣି ଫୁଲ ହୋଇ ଚାଲିଥାଏ। କୋଡେ ଲହଡ଼ି ମାରୁଥିବ, କୋଡେ ଚକ୍ର ମାରୁଥିବ ପାଣି। ଯଦି ସେ ଚକ୍ର ଭିତରେ ପଡ଼ିଯିବା ଅଖାଡେ ପ୍ରାଣ ପଳେଇବ। ଲକ୍ଷ ନଦୀ ପୁଣି ସିଂହ ଥିବା ଯିବ। ଆଜ୍ଞା ଆମେ ଗୋରୁ ଗାଈ ରଖିଛନ୍ତି, ଗୋରୁ ଗାଈକୁ କୁଣ୍ଡ ପେଜ ଦେବା ସମୟରେ ସେମାନେ କଣ ମାରିବେ ବୋଲି ଗଣତା କରୁଛନ୍ତି କି? ତାଙ୍କ ଦେହରେ ମଶାଟିଏ ମାସଟିଏ ବସିଛି, ସେ ମୁଣ୍ଡ ନାଦ ହଲଉଥାନ୍ତି। ସେତେବେଳେ ସିଂହ ବାଜିଯିବ, ଆମର କ୍ଷତି ହବ କି ନାହିଁ? ଲକ୍ଷ ନଦୀ ପୁଣି ସିଂହ ଥିବା ଯିବ ଫଳ ବା ସ୍ତ୍ରୀ ରାଜଙ୍କୁ ବିଶ୍ୱାସ ନଥିବ। ସ୍ତ୍ରୀ ମାନଙ୍କୁ କିପରି ବିଶ୍ୱାସ କରିବ? ଦେଖନ୍ତୁ ପରିବାର ଭିତରେ ସ୍ୱାମୀ ଶ୍ୱଶୁର କର୍ମକ୍ଷେତ୍ରକୁ ଚାଲିଯାଆନ୍ତି, ପିଲାମାନେ ସ୍କୁଲକୁ ଚାଲିଯାଆନ୍ତି, ଏକୁଟିଆ ଘରେ ମହିଳା ଜଣକ ଆଉ ରହିପାରେନି। ଦାଣ୍ଡ ପଟେ ହଉ, ବାରି ପଟେ ହଉ, ବାହାରି ପଡେ। ସେଠି 10-15 ମହିଳା ଏକାଠି ବସିଯାଆନ୍ତି। କିଛି ମତେ ଖରାପ ଭାବିବନି, କହିଦଉଛି ସତ କଥା। 10-15 ମହିଳା ଏକାଠି ବସିଯାଆନ୍ତି। ସେ ଏମିତି କଥା କହି ହଉ ହଉ, ଘର କଥା ପର କଥା ଏମିତି ହଉ ହଉ, ଆଉ କୌଣସି ଗୋପନୀୟ କଥା ରଖିପାରନ୍ତିନି। ସତ ମିଛ? କୌଣସି ଗୋପନୀୟ କଥା ରଖିପାରନ୍ତି ନାହିଁ। ତେଣୁ କୌଣସି ଗୋପନୀୟ କଥା କହିବାର ଉଚିତ ନୁହେଁ। ତେବେ ପ୍ରଭୁ କାହାକୁ କହିବ? ଶିଷ୍ୟକୁ କହିବି। ଶିଷ୍ୟ ଅଷ୍ଟରତ୍ନ ଧରିକି ପ୍ରମାଣ କରିକି ସେ ଶପଥ କରିଥିବ, ସେଇ କାହାକୁ କେବେ କହିବନି। ମୁଁ କେବଳ ଶିଷ୍ୟକୁ କହିବି। ତେବେ ମତେ ଆପଣ ଶିଷ୍ୟ କରିଦିଅନ୍ତୁ। ତେଣୁ ଶିବ ପାର୍ବତୀଙ୍କୁ ଅଙ୍ଗେଲି ନ କଲେ, ଶିବ ଶିବା ବୋଲି ନନ୍ଦେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। କୋଳ କରି ଘେନି ଗଲେ କାମର କାନନ କଟି ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଶିବ ପାର୍ବତୀକୁ ଶିଷ୍ୟ କରିଦେଲେ। ତାଙ୍କୁ ବ୍ରହ୍ମଜ୍ଞାନ କହିବା ପାଇଁ କୋଉଠିକି? ଏକାମ୍ର କାନନକୁ ଚାଲିଗଲେ। ଏକାମ୍ର କାନନ ଜ୍ଞାନ କୋଉଠି? ଏକୁଟିଆ ଜାଗା, ସ୍ତ୍ରୀ ପୁରୁଷଙ୍କର କେଳିପୁର। ଗଣେଶ ପଚାରୁଛି, ହେ ପ୍ରଭୁ, ଶିବ ତ ଯୋଗାଡ଼ ପୁରୁଷ, ସେ କାହିଁକି କେଳି କରିବା ପାଇଁ ଏକାମ୍ର କାନନ ଗଲେ? ଗୁରୁ ପଚାରିଲେ, ଗଣେଶ ତୁ କେତେ ପ୍ରକାର ଯୋଗୀ ଜାଣିଛୁ? ଗଣେଶ କହୁଛନ୍ତି, ଯେବେ ହୋଇବ ବ୍ରହ୍ମଚାରୀ ନୟନେ ନ ଦେଖିବ ନାରୀ। ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ।
ବ୍ରହ୍ମଚାରୀ ହେବି ବୋଲି ନାରୀ ଭୋଗ ଚାହିଁବୁନି। ଗୁରୁ କହିଲେ ନାହିଁ ଗଣେଶ ସେପରି ନୁହେଁ, ନାରୀ ଅର୍ଥ ହଉଛି ଋତୁ। ଏ ସଂସାରରେ ଋତୁ କହିଲେ ଶତ୍ରୁ, କାହାକୁ ଶତ୍ରୁ ଭାବ ରଖିବୁ ନାହିଁ, ସମସ୍ତଙ୍କୁ ମୈତ୍ର ଭାବରେ ଲେଖୁଥିବୁ, ତାହେଲେ ତୁ ବ୍ରହ୍ମଚାରୀ ବୋଲେ। ଆଉ କିପରି ଜାଣିଛୁ ବ୍ରହ୍ମଚାରୀ? ଯେବେ ହୋଇବ ବ୍ରହ୍ମଚାରୀ କୋଳରେ ଧରିଥିବ ନାରୀ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ। ଏ କି ସମ୍ଭବ କଥା? ସ୍ତ୍ରୀକୁ କୋଳରେ ଧରିକିରି ବ୍ରହ୍ମ ଜ୍ଞାନ ସାଧନା କରିବ, କଣ କରିବେ ହେ ଲୋକେ? ଗୁରୁ କହିଲେ ସେପରି ନୁହଁ ଗଣେଶ, ତୁ ନୃସିଂହ ପୁରାଣ ପଢିଥିବୁ। ଯେତେବେଳେ ଶୁକଦେବ ଦୀକ୍ଷା ଗ୍ରହଣ କରିବା ପାଇଁ ଜନକ ଋଷି ପାଖକୁ ଗଲେ, ସେତେବେଳେ ଜନକ ଋଷି କଣ କରିଛନ୍ତି? ଅଗ୍ନିକୁଣ୍ଡରେ ଡାହାଣ ପାଦକୁ ଭରି ଦେଇଛନ୍ତି, ସ୍ତ୍ରୀଙ୍କୁ ବାମ ଦାଣ୍ଡରେ ବସେଇକିରି ସେଇଠି ବ୍ରହ୍ମ ଜ୍ଞାନ କହୁଛନ୍ତି, ଯୋଗ ସାଧନା କରୁଛନ୍ତି। ଆଜ୍ଞା, ଏ ହଉଛି ଡାହାଣ ପୁରାଟି ଗଙ୍ଗା ଦିବସ ଟଇ, ବାମ ପୁରାଟି ଯମୁନା ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଡାହାଣ ପୁରାଟି ଗଙ୍ଗା ଦିବସ ଅଟଇ, ବାମ ପୁରାଟି ଯମୁନା ରାତ୍ର ବୋଲି କହି। ଦିବସ ଏ ଯଜ୍ଞ କୂଳରେ ଡାହାଣ ପାଦଟାକୁ ଧରି ଦେଇଛନ୍ତି, ଯେ ଡାହାଣ ପୁରା ବନ୍ଦ ହୋଇଯାଇଛି, ବାମ ପୁରାରେ ପବନ ବହୁଛି। ବାମ ପୁରା ହଉଛି ନାରୀ ଅଙ୍ଗ, ଡାହାଣ ପୁରା ହଉଛି ପୁରୁଷ ଅଙ୍ଗ। ନାରୀ ଅଙ୍ଗରେ ହିଁ ଯୋଗ ସାଧୁଛି, କୋଳରେ ଧରିଥିବୁ ନା। ଆଉ କିପରି ଜାଣିଛ ବ୍ରହ୍ମଚାରୀ? ଯେବେ ହୋଇବୁ ବ୍ରହ୍ମଚାରୀ ହୋଇବୁ ପଞ୍ଚ ସାତ ନାରୀ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ। ଏହା କଣ ସମ୍ଭବ? ବ୍ରହ୍ମଚାରୀ ହେବି ବୋଲି ପାଞ୍ଚଟା ସାତଟା ମାଇକିନାକୁ ଆଣିକି ରମଣ କରିବାକୁ ପଡିବ। ଗୋଟିଏ ସ୍ତ୍ରୀକୁ ସମ୍ଭାଳିବାଟା ଅସମ୍ଭବ ହୋଇ ପଡୁଛି, ପାଞ୍ଚଟା ସାତଟା ସ୍ତ୍ରୀକୁ କିଏ ସମ୍ଭାଳିବ? ଗୁରୁ କହିଲେ ସେପରି ନୁହଁ ଗଣେଶ, ପାଞ୍ଚ ସାତ ମିଶିଲେ ବାର ଗଲା ହୋଇ, ସେ ବାର ବାରି ପାରିଲେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ପାଞ୍ଚ ସାତ ମିଶିଲେ କେତେ ହେଲା? ବାର। ବାରକୁ ତୁ ଚିହ୍ନି ପାରିବୁ ତାହେଲେ ଯୋଗୀ ବୋଲୁ। ବାର ଆଙ୍ଗୁଳ ପବନ ବହୁ ଅଛି ଦେଖ, ସେ ବାର ବାରି ପାରିଲେ ଯୋଗୀଟି ପ୍ରତ୍ୟକ୍ଷ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ବାର ଆଙ୍ଗୁଳ ପବନ କେତେବେଳେ ବହିବ? ଆମେ ସେତିକି ସମୟ ସାଧନାରେ ବସିଲେ ବାର ଆଙ୍ଗୁଳ ପବନ ବହିବ, ଯାହାକି ସେ ପବନରେ ତୁଳା ଉଡ଼ିବନି କି ଦୀପ ମଧ୍ୟ ହଲିବ। ସେ ସମୟ ଯଦି କରିପାରିବୁ ତାହେଲେ ଯୋଗୀ ବୋଲାଇ ପାରିବୁ। ବାର ନାଦ ବାର ମାତ୍ରା ବାର ଗୋଟି ବନା, ସେ ବାର ବାରି ପାରିଲେ ଗୋଟିଏ ବୁଝା।
ବାରନାଥ ଶୂନ୍ୟ ଶବ୍ଦ ହେବ, ଶଙ୍ଖ ଭେରି ଖୁରି କାହାଣୀ ଘଣ୍ଟା ମୃଦଙ୍ଗ ଇତ୍ୟାଦି 12 ପ୍ରକାର ନାଦ ଶୁଭାଯିବ। ତାହେଲେ ମୋର ଜୀବନଟି ସାର୍ଥକ ହେଇଯିବ। ତେବେ ଆଜ୍ଞା ଶିବ ପାର୍ବତୀଙ୍କୁ ବ୍ରହ୍ମ ଜ୍ଞାନ କହୁଛନ୍ତି। ବ୍ରହ୍ମ ଜ୍ଞାନ ଶୁଣି ଶୁଣି ପାର୍ବତୀ ଶୋଇପଡ଼ିଛନ୍ତି। ଏ ସମୟରେ ସେ କୋରଳରେ ଗୋଟିଏ ଶୁକ ପକ୍ଷୀର ଅସ୍ଥି ପଡ଼ି ରହିଥିଲା। ସେ ବ୍ରହ୍ମ ଜ୍ଞାନ ଶୁଣି ସେ ଶୁକ ପକ୍ଷୀ ଜୀବନ ପାଇଗଲା। ସେ ସେତେବେଳେ ହୁ ମାରୁଛି, ପାର୍ବତୀ ଶୋଇପଡ଼ିଛନ୍ତି, ସେ ଶୁକ ପକ୍ଷୀ ହୁ ମାରୁଛି। ଶିବ ଦେଖିଲେ ତ ପାର୍ବତୀ ଶୋଇପଡ଼ିଛନ୍ତି, ଆଉ କିଏ ହୁ ମାରୁଛି? ଚତୁର୍ଦିଗକୁ ଆଖି ଘୁରାଇ ଦେଖିଲେ ଗୋଟେ ଶୁକ ପକ୍ଷୀ ଗୋଟେ ସେ ବୃକ୍ଷ କୋଳରେ ବସିକି ହୁ ମାରୁଛି। ଏ ତ ଭଲ ହେଲାନି। ଗୋଟେ ଶୁକ ପକ୍ଷୀ ଗୋଟେ ସେ ବ୍ରହ୍ମ ଜ୍ଞାନ ଶୁଣିଦେଲା, ଜଗତରେ ବିଖ୍ୟାତ କରିଦେବ। ଆକୁ ଛାଡ଼ିଲେ ହବନି, ଆକୁ ଧରିବାକୁ ବୋଲି ତା ପଛରେ ଗୋଡ଼େ। ଶୁକ ପକ୍ଷୀ କଣ କରୁଛି? କର ଭଉରୀ ଦେଇଣ ଆଡ଼ ଚିରା ମାରି ବସିଲା ତଳ ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ବସିକ ହରି ଶୁକ ପକ୍ଷୀ ଉଡ଼ି ଉଡ଼ି ଚାଲିଛି। ଏ ସମୟରେ ରହିଗଲା ବିଷୟବସ୍ତୁ ଆମର ପିଣ୍ଡ ଭିତରର କଥା। କଣ? ବ୍ରହ୍ମ ଜ୍ଞାନ ଶିବ ପାର୍ବତୀଙ୍କୁ କୋଠେ ଦଉଥିଲେ। ଏକାମ୍ର ବନ ଯେ ଏକୁଟିଆ ଜାଗା, ଚମ୍ପକ ବୃକ୍ଷ ଯେ ଚନ୍ଦ୍ରବେଳାରେ ସ୍ତ୍ରୀ ପୁରୁଷର କେଳିବ। ବ୍ରହ୍ମ ଜ୍ଞାନ ଶୁଣିକିରି କୋଠେ ଶୁକ ପକ୍ଷୀ ଜୀବିତ ପାଇଲା। ସହସ୍ରାର କମଳରେ ବ୍ରହ୍ମ ସ୍ଥଳିତ ହେଲା। ଯେତେବେଳେ ସ୍ଥଳିତ ହେଲା ବ୍ରହ୍ମ, ସେତେବେଳେ ଶିବ ଯେ ଶରୀର ଭାବୁଛି କେଠି କାମ ହେଇଗଲା, ଏ ବ୍ରହ୍ମ ଅନିଷ୍କାରରେ ନଷ୍ଟ ହେଇଯିବ। ଆକୁ ଆଉ କୋଉଠି ରଖିପାରୁଛି, କୋଉଠି ଯଦି ତାକୁ ଧରିପାରୁନି। ଏ ସମୟରେ କଣ ହେଇଛି? ଶୁକ ପକ୍ଷୀ ଉଡ଼ି ଉଡ଼ି ଚାଲିଛି। ଶିବ ଗଣେଶନ୍ତି। ଗଣେଶ ପଚାରୁଛନ୍ତି, ହେ ପ୍ରଭୁ, ହେ ଗୁରୁଦେବ,
ସ୍ତ୍ରୀ କେତୁଟା ରୂପ ନେଉଛି ଗୁରୁ କହୁଛନ୍ତି ଆଦ୍ୟ କାଳେ ଭଗ୍ନି ହୋଇ ମଧ୍ୟରେ ଭାରି ଯା ଶେଷ କାଳେ ମାତା ହୋଇ ଶୁଣାରେ ତନୁଜା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଅନ୍ୟଟିଏ ଜନ୍ମ ହେଲା ଠାରୁ ସେ ଯୁବା ହେବା ପର୍ଯ୍ୟନ୍ତ ଭଉଣୀର ରୂପ ନେଇଥାଏ ଭାଇ ଭଉଣୀ ହିସାବରେ ତାଙ୍କର ସମ୍ପର୍କ ଥାଏ ଯେତେବେଳେ ସେ ଯୁବା ହୁଏ ସ୍ତ୍ରୀର ରୂପ ନେଇଥାଏ ସ୍ତ୍ରୀର ରୂପ ନେଇ ପୁଅ ଝିଅର ଅଧିକାରିଣୀ ହୁଏ ସେତେବେଳେ ସେ ମାତା ରୂପକୁ ନେଇଥାଏ ମହାସ୍ନାନ ହେଲେ ମାତା ମୁଖ ଯିବ ଖୋଲି ସେହି ମୁଖେ ଶ୍ରୀରାମ ଜୟ ରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ। ପ୍ରତିଦିନ ସେବନ କରୁଛନ୍ତି କିଏ ଥରେ ସେବନ କରୁଛନ୍ତି କିଏ ଥରେ ସେବନ କରୁଛନ୍ତି କିଏ 3 ଥର ସେବନ କରୁଛନ୍ତି କିନ୍ତୁ ମାସକୁ ଥରେ ସ୍ନାନ ପଡୁଛି କାହାର ନାରୀ ମାନେ ମହାସ୍ନାନ ତାକୁ ମହାସ୍ନାନ ହେଲେ ମାତା ମୁଖ ଥିବ ସେହି ମୁଖେ ଶୁକ ପକ୍ଷୀ ଚୁପେ ଗର୍ଭରେ ପଶେ ଯେତେବେଳେ ବ୍ୟାସ ପତ୍ନୀ ଯେ ଶ୍ରୀୟା ଦେବୀଙ୍କର ସୁଦର୍ଶନ ପଡ଼ିଛି ସେ ଉପରକୁ ମୁଖ କରି ବାଳ ଶୁଖାଇବା ସମୟରେ ଶୁକ ପକ୍ଷୀ ଭାଜିଲା ଏ ଗୋଟିଏ କୋରଡ଼ ଭାବି ଶ୍ରୀୟା ଦେବୀଙ୍କର ଗର୍ଭରେ ପଶିଗଲା ଆଜ୍ଞା ଆଗରୁ ଆମର ପ୍ରଶ୍ନ ଆସିଛି କ'ଣ ଏକ ଚକେ ରଥ ଚଳୁଥିଲା ବେନି ଚକେ ରଥ ନ ଚଳିଲା ସପ୍ତ ଦୀପାମହୀ ଅନଳ ଜଳୁଛି ତୈଳ ପଡ଼ନ୍ତି ଲିଭିଗଲା ଦେଖନ୍ତୁ ଗୋଟିଏ ସ୍ତ୍ରୀ ଗୋଟିଏ ପୁରୁଷ ବା ଗୋଟିଏ ପୁଅ ଗୋଟିଏ ଝିଅ ପୁଅ ପାଖରେ ବ୍ରହ୍ମ ଅଛି କିନ୍ତୁ ନାହିଁ ଝିଅ ପାଖରେ ରଜ ଅଛି କିନ୍ତୁ ନାହିଁ କିନ୍ତୁ ପୁଅ ଝିଅଙ୍କର ମନ ଯେତେବେଳେ ଏକାଠି ହେବ ଦୁଇଟି ମନ ଯେତେବେଳେ ମିଶିବେ ବେନି ଚକେ ରଥ ନ ଚଳିଲା ଗୋଟିଏ ମନ ହେବ ଦୁହିଁଙ୍କର ସେତେବେଳେ ତାଙ୍କର କାର୍ଯ୍ୟ ସଫଳ ହେବ ଯେତେବେଳେ ଦୁଇଟି ମନ ଅଲଗା ଅଲଗା ହେଇଯିବେ କିଏ ଘରେ ରହିଲେ କିଏ ବାହାରେ ରହିବ କିଏ ଖଟରେ ଶୋଇଲେ କିଏ ତଳେ ଶୋଇବ ଆଉ କାହାକୁ କାହାର ମେଳ ଖାଇବ ବେନି ଚକେ ରଥ ନ ଚଳିଲା ସପ୍ତ ଦୀପାମହୀ ଅନଳ ଜଳୁଛି ଯେତେବେଳେ ନାରୀ ଅଙ୍ଗର ସପ୍ତାଙ୍ଗ ଶରୀର କାମାନଳରେ ଦଗ୍ଧ ହେଉଥିଲା ପୁରୁଷର ଟୋପାଏ ବିନ୍ଦୁ ଯାଇ ଗର୍ଭରେ ପଡ଼ିଗଲା ସେ କାମାନଳ ନିର୍ଭି ଯାଇଛି ସ୍ତ୍ରୀ ପୁରୁଷଙ୍କ କଳି ଶେଷ ପ୍ରାନ୍ତେ ଅକାର ବ୍ରହ୍ମ ଉତ୍ପତ୍ତି ଓଳକାର ଘରେ ଆକାର ହୋଇନ ପୁନାନନ୍ଦ ନାମ ଜାତି ଶ୍ରୀରାମ ଶ୍ରୀରାମ ଜୟ 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 ରାମ ଶ୍ରୀରାମ ଶ୍ରୀରାମ ଜୟ 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 ରାମ। ସ୍ତ୍ରୀ ପୁରୁଷଙ୍କର କଳି ଶେଷ ପ୍ରାନ୍ତେ କେଳି ଶେଷ ପ୍ରାନ୍ତେ ଅକାର ବ୍ରହ୍ମ ଉତ୍ପତ୍ତି ଯାର ଯେ ଆକାର ନାହିଁ ଅନାକାର ଘରେ ମାର ଦଶଦଳ କମଳରେ ସେ ବ୍ରହ୍ମ ପ୍ରବେଶ ହୋଇ ପୂର୍ଣ୍ଣାନନ୍ଦ ନାମ ପୂର୍ଣ୍ଣ ଆନନ୍ଦ ପ୍ରାପ୍ତ ହେଲା बोलो श्री श्री जगत गुरु पूर्णानंद स्वामी की जय शशि माता की जय। ओम श्री गुरु पूर्ण ब्रह्म देवाय नमः।